सरस्वती नमस्तुभ्यं वरदे कामरूपिणे विद्यारम्भं करिष्यामि सिद्धिर्भवतु मे सदा। गुरुर्ब्रह्मा गुरुर्विष्णु गुरुर्देवो महेश्वरा गुरुर्साक्षात् परं ब्रह्म तस्मै श्री गुरवे नमः। ଆଜି ଆମେ ଏହି ଭିଡିଓରେ ସପ୍ତମ ଶ୍ରେଣୀ ସଂସ୍କୃତ ପୁସ୍ତକର ଦ୍ୱିତୀୟ ପାଠ ଇକାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦକୁ ଆମେ ଦେଖିବା। ଏହି ପାଠ ମାଧ୍ୟମରେ ଆମେ ଇକାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ ଗୁଡ଼ିକୁ ଜାଣିବା ଆଉ ଶିଖିବା। ଦ୍ୱିତୀୟ ପାଠ ଇକାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ। ଇକାର ଯାହାର ଅନ୍ତରେ ଅଥବା ଶେଷରେ ଥାଏ ତାହାକୁ ଇକାରାନ୍ତ କୁହାଯାଏ। ଯେଉଁ ପଦର ଅନ୍ତରେ ଇକାର ଥାଏ, ଇ ମାନେ ହର୍ଷେଇ ଇ ଥାଏ ତାହାକୁ ଆମେ କଣ ନା ଇକାରାନ୍ତ କହିଥାଉ। ଯେମିତି ଦୃଷ୍ଟି, ଦୃଷ୍ଟି ଲାଷ୍ଟକୁ କଣ ଶୁଭୁଛି ନା ଇ ଶୁଭୁଛି, ଅନ୍ତରେ କଣ ଶୁଭୁଛି ଇ ଶୁଭୁଛି। ବେଣୀ ଲାଷ୍ଟକୁ କଣ ଶୁଭୁଛି ଇ ଶୁଭୁଛି। ଆମକୁ ଶୁଣା ଯାଉଛି କଣ ନା ଇ ଶୁଭୁଛି, ସେଥିପାଇଁ ଏଇଟା ହଉଛି ଶେଷରେ ଅନ୍ତରେ ଇକାର ଅଛି ଯାହାର ସେଟା ହଉଛି ଇକାରାନ୍ତ ଶବ୍ଦ। ଉଦାହରଣରେ ଦେଖିବାରେ ବିଲେ ବେଣୀ ବ ହଲନ ଯୁକ୍ତ ଏ ବେ ଯୁକ୍ତ ଅଣ ହଲନ ଯୁକ୍ତ ଇ ଅନ୍ତିମରେ କୋଉ ବର୍ଣ୍ଣ ଶୁଭୁଛି ଏଇଟା ନା ଅନ୍ତିମରେ ଇକାର ଶୁଭୁଛି। ଅନ୍ତିମରେ କଣ ଶୁଭୁଛି ନା ଅନ୍ତିମରେ ଇକାର ଶୁଭୁଛି, ସେଥିପାଇଁ କଣ ହେଲା ଏବେ ବେଣୀ। ବେଣୀ ହଉଛି ଆମର ଇକାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ। କୋଉ ଶବ୍ଦ? ଇକାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ ବେଣୀ। ଆମେ ଦେଖିବା ଚିତ୍ର ମାଧ୍ୟମରେ ଇକାରାନ୍ତ ସ୍ତ୍ରୀଲିଙ୍ଗକୁ ବୁଝିବା। ଦୃଷ୍ଟି, ଦୃଷ୍ଟି, ଦୃଷ୍ଟି ମାନେ ଆଖି, ଦୃଷ୍ଟି ମାନେ ଆଖି। ଦୃଷ୍ଟି ମାନେ କଣ ବିଲେ ନା ଆଖି। ଦୃଷ୍ଟିରେ ଲାଷ୍ଟକୁ କଣ ଶୁଭୁଛି ଇ ଶୁଭୁଛି, ଦୃଷ୍ଟି ଇ ଶୁଭୁଛି, ତ ସେଥିପାଇଁ ଇକାରାନ୍ତ ସ୍ତ୍ରୀଲିଙ୍ଗ କଣ ନା ଦୃଷ୍ଟି ଇ ଅଛି। ବେଣୀ, ବେଣୀରେ କଣ ନା ବେଣୀ ମାନେ ବେଣୀ, ତ ଲାଷ୍ଟକୁ କଣ ଶୁଭୁଛି ଇ ଶୁଭୁଛି। ବୃଷ୍ଟି, ବୃଷ୍ଟିରେ କଣ ନା ହର୍ଷେଇ ଶୁଭୁଛି ଇ ଶୁଭୁଛି, ତ ଏଟା ବୃଷ୍ଟି ମାନେ ବର୍ଷା। ବିଥି, ବିଥି ମାନେ ରାସ୍ତା ଅଥବା ମାର୍ଗ। ବିଥି ମାନେ ରାସ୍ତା ଅଥବା ମାର୍ଗ, ଏଠି କଣ ଶୁଭୁଛି ନା ହର୍ଷେଇ ଇ ଶୁଭୁଛି, ସେଥିପାଇଁ ଇକାରାନ୍ତ। କଲିହି, କଲିହି, କଲିହି ମାନେ କଣ ବିଲେ କଢ, ଯୋଉ ଫୁଲର କଲି କଢ ଥାଏ ଇ ଶୁଭୁଛି, ଏଥିରେ କଲି ଇ ଶୁଭୁଛି। ରାତ୍ରି, ରାତ୍ରି ମାନେ ରାତି, ଲାଷ୍ଟକୁ କଣ ଶୁଭୁଛି ରାତ୍ରିରେ ଇ ଶୁଭୁଛି, ସେଥିପାଇଁ ଇକାରାନ୍ତ। ଏଇ ଶବ୍ଦଟା ସ୍ତ୍ରୀଲିଙ୍ଗରେ ଥିବାରୁ ଏଟା ଇକାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ ରାତି। ବିପଣି, ବିପଣି, ବିପଣି ଲାଷ୍ଟକୁ କଣ ଶୁଭୁଛି ରେ ବୋଲେ ହର୍ଷେଇ ଶୁଭୁଛି, ସେଥିପାଇଁ ଏଟା ହର୍ଷେଇ କାରାନ୍ତ। ତ ଇଏ ଶବ୍ଦଟା ସ୍ତ୍ରୀଲିଙ୍ଗରେ ଥିବାରୁ ୟାକୁ କଣ କହିବା ନା ଇକାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ। ବିପଣି ମାନେ ବଜାର, ବିପଣି ମାନେ ବଜାର। ଅଙ୍ଗୁଲିହି, ଅଙ୍ଗୁଲିହି ଲାଷ୍ଟକୁ କଣ ଶୁଭୁଛି ଅଙ୍ଗୁଲି ଇ ଶୁଭୁଛି, ହର୍ଷେଇ ଶୁଭୁଛି, ଅଙ୍ଗୁଲି ମାନେ ଆଙ୍ଗୁଠି। କଟିହି, କଟି ଲାଷ୍ଟକୁ କଣ ଶୁଭୁଛି ଅନ୍ତରେ ଇ ଶୁଭୁଛି, ସେଥିପାଇଁ ଏଟା ହଉଛି କଣ ଇକାରାନ୍ତ। କୋଉ ଶବ୍ଦରେ ପିଲେ ସ୍ତ୍ରୀଲିଙ୍ଗ ଶବ୍ଦ। କଟି ମାନେ ଅଣ୍ଟା। ଆଟିହି, ଆଟିହି, ଆଟି ମାନେ ବତକ। ଆଟି ଲାଷ୍ଟକୁ କଣ ଶୁଭୁଛି ନା ଇ ଶୁଭୁଛି, ଆଟି ମାନେ ବତକ। ମୂର୍ତ୍ତି, ମୂର୍ତ୍ତି ମାନେ ମୂର୍ତ୍ତି, ତ ଲାଷ୍ଟକୁ କଣ ଶୁଭୁଛି ଇ ଶୁଭୁଛି, ସେଥିପାଇଁ ଏଟା ଏଇ ଶବ୍ଦଟା ସ୍ତ୍ରୀଲିଙ୍ଗରେ ଥିବାରୁ, ଏଇ ଶବ୍ଦ ଗୁଡିକ ସ୍ତ୍ରୀଲିଙ୍ଗରେ ଥିବାରୁ ଏହା ହଉଛି ଇକାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ ଗୁଡିକ। ପ୍ରଣତି ମାନେ ନମସ୍କାର କରୁଛି, ପ୍ରଣତି ମାନେ ନମସ୍କାର କରୁଛି, ତ ଲାଷ୍ଟକୁ କଣ ଅଛି ପ୍ରଣତିର ଇ ଅଛି, ହର୍ଷେଇ ଅଛି, ସେଥିପାଇଁ ଏଟା ଇକାରାନ୍ତ
ସ୍ତ୍ରୀଲିଙ୍ଗର ଶବ୍ଦଟା ଯେହେତୁ ଅଛି ଇକାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ। ପ୍ରଣାମ କରୁଛି। ସେମିତି କେତେ ଗୁଡ଼ିଏ ଶବ୍ଦ ଏବେ ଦେଖିବା। ଗତିଃ, ଭକ୍ତିଃ, ଆଲିଃ, ଆକୃତିଃ, आवलिः, भीतिः, भीति ମାନେ ଭୟ, ଖନିଃ, ଭୂମିଃ, ପ୍ରକୃତିଃ, ଯୁବତିଃ, ବୁଦ୍ଧିଃ, ବୁଦ୍ଧିଃ, ଧମନିଃ, କୃତିଃ, ସଂସ୍କୃତିଃ। ଏହି ଭିଡ଼ିଓଟିକୁ ଦେଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।